ଧୂତରାଷ୍ଟ୍ର ରାଜ୍ୟ ପରେ ସେନାପତି କାଳ ସେ ମୂର୍ଖ ଦେବପୁତ୍ର କଚ ବାରମ୍ବାର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦ୍ୱାରା ଜୀବିତ ହୋଇ ଆସୁଅଛି। ତୁମ୍ଭେ ଏବେ ଯେଉଁ କାର୍ଯ୍ୟ କରିବ ସେଥିରେ ଗୁରୁ କେବେ ମଧ୍ୟ ତାକୁ ଜୀବଦାନ ଦେଇପାରିବେ ନାହିଁ। ତେବେ କୁହନ୍ତୁ ଦୈତ୍ୟପତି, କେଉଁଭଳି ପ୍ରକାର ହତ୍ୟା କରିବୁ ଆମ୍ଭେ ସେ କଚକୁ? କୁହନ୍ତୁ କୁହନ୍ତୁ ଦୈତ୍ୟପତି, ବିଳମ୍ବ କରନ୍ତୁ ନାହିଁ, ଆପଣ କୁହନ୍ତୁ। ତେବେ ଶୁଣ କାଳ, ତୁ ହତ୍ୟା କରି ତା ଶରୀରକୁ ଭସ୍ମ କରିବ, ଅଗ୍ନି ମଧ୍ୟରେ ନିକ୍ଷେପ କରି ଭସ୍ମ କରିବ, ଆଉ ସେ ଭସ୍ମକୁ ନେଇ ସୁରା ସଙ୍ଗତରେ ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ପାନ କରିବା ନିମନ୍ତେ ତାକୁ ଅତି ଯତ୍ନ ସହକାରେ ଦେବ। ଏଥିରେ ଗୁରୁ ନିଶ୍ଚିତ ରୂପେ ସେ ସୁରାକୁ ପାନ କରି ଆତ୍ମନିର୍ଭର ହୋଇ ତୁମ୍ଭକୁ ଅତି ଆନନ୍ଦିତ ହୋଇ ବାର୍ତ୍ତା ଦେବେ। ଆପଣଙ୍କ ଆରେ ଶିରଧାର୍ଯ୍ୟ, ମମ ଦୈତ୍ୟପତି ଶିରଧାର୍ଯ୍ୟ। ତେବେ ଆମ୍ଭେ ବେନି ବାବା ଏଇ କ୍ଷଣେ ଯାଉଅଛୁ ଗୁରୁଙ୍କ ଆଶ୍ରମ ଦିଗରେ। ଆଉ କଚକୁ ଦେଖିଲା ମାତ୍ରେ ତାକୁ ହତ୍ୟା କରି ତାର ଶରୀରକୁ ଅଗ୍ନିରେ ନିକ୍ଷେପ କରି ଭସ୍ମୀଭୂତ କରି ସେ ଭସ୍ମକୁ ସୁରା ସଙ୍ଗତରେ ଗୁରୁଙ୍କୁ ପାନ କରିବାକୁ ଯତ୍ନ ନେବୁ। ସେ ଦୈତ୍ୟପତି ମୁସଫର ବାଙ୍କର ଦୈତ୍ୟପତି ମୁସଫର ବାଙ୍କର ये कच ଆଉ ଜୀବଦାନ କେବେ ମଧ୍ୟ ପାଇପାରିବ ନାହିଁ। ଏ ରାକ୍ଷସଙ୍କର ଏଇ ନୀତି ଦ୍ୱାରା ଏବେ ଜୀବଦାନ ଦେବାରେ ବିଫଳ ହେବେ ଗୁରୁ ଶୁକ୍ରାଚାର୍ଯ୍ୟ।